ଶ୍ରୀମନ୍ଦିର ପ୍ରବେଶ ଦ୍ୱାରରେ ଆପଣ ମହାପ୍ରଭୁଙ୍କ ପତିତ ପାବନ ଏକ ମୂର୍ତ୍ତିକୁ ଦେଖିବାକୁ ପାଉଥିବେ ଏବଂ ଏହା ପଛରେ ଏକ ସୁନ୍ଦର କାହାଣୀଟିଏ ଅଛି। ଆସନ୍ତୁ ଆଜି ଜାଣିବା। ବହୁତ ବର୍ଷ ପୂର୍ବେ ଖୋର୍ଦ୍ଧାରେ ଏକ ରାଜା ଥିଲେ ଯାହାଙ୍କର ନାମ ରାମଚନ୍ଦ୍ର ଦେବ ଏବଂ ସେ ମହାପ୍ରଭୁଙ୍କର ଏକ ବଡ଼ ଭକ୍ତ ଥିଲେ। କିନ୍ତୁ ସେତେବେଳେ ଓଡ଼ିଶା ମୁସଲମାନ ଶାସକଙ୍କ ଅଧୀନରେ ଥିଲା। ମୁସଲମାନ ଶାସକ ତକିକ୍ ଖାନ୍ ରାଜାଙ୍କୁ ପରାସ୍ତ କରି ତାଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ ଯେ ଯଦି ତୁମେ ମୋ ଝିଅ ରଜିଆକୁ ବିବାହ କରିବ ତାହେଲେ ମୁଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବି ନାହିଁ। ସେଥିପାଇଁ ରାଜା ରଜିଆକୁ ବିବାହ କରିଥିଲେ। ଯେହେତୁ ରାଜାଙ୍କର ଧର୍ମ ପରିବର୍ତ୍ତନ ହୋଇଯାଇଥିଲା ତାଙ୍କୁ ଶ୍ରୀମନ୍ଦିରକୁ ଯିବା ପାଇଁ ବିରୋଧ କରାଯାଇଥିଲା। ରାଜା ପ୍ରତିଦିନ ରାତିରେ ଲୁଚିକି ଆସି ଶ୍ରୀମନ୍ଦିରର ଦ୍ୱାରରେ ବସି ଭଗବାନଙ୍କୁ ସ୍ମରଣ କରି ବହୁ ଜୋରରେ କାନ୍ଦିଥାନ୍ତି। ସେଥିପାଇଁ ଭଗବାନ ଭକ୍ତର ଆଖିର ଲୁହ ଦେଖି ଏକ ବ୍ରାହ୍ମଣଙ୍କୁ ସ୍ୱପ୍ନାଦେଶ କରିଥିଲେ ଯେ ତମେ ଶ୍ରୀମନ୍ଦିର ଆଗରେ ମୋର ଏକ ମୂର୍ତ୍ତି ତିଆରି କରିବ। ଯେହେତୁ ମୋର ଭକ୍ତ ବାହାରେ ବସି କାନ୍ଦୁଛି। ପ୍ରକୃତରେ ଆମ ମହାପ୍ରଭୁ ହେଉଛନ୍ତି ଭକ୍ତବତ୍ସଳ। ସେ ଭକ୍ତଙ୍କ ପାଇଁ କିଛି ବି କରିପାରନ୍ତି। ଯଦି ମହାପ୍ରଭୁଙ୍କର ଏ କାହାଣୀଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍ କରିବେ ଏବଂ କମେଣ୍ଟ ମାଧ୍ୟମରେ ଜୟ ଜଗନ୍ନାଥ ଲେଖିବେ। ଜୟ ଜଗନ୍ନାଥ।